ଘରେ ଘରେ ଲକ୍ଷପତି ମାତ୍ର 416 ଟଙ୍କାରୁ ଆରମ୍ଭ କରିକି 600 ଟଙ୍କା ଯଦି ଆପଣ ମାସକୁ ଡିପୋଜିଟ୍ କରନ୍ତି ତାହେଲେ SBI ଆପଣମାନଙ୍କୁ ଲକ୍ଷପତି ବନେଇଦେବ। ଆଜ୍ଞା ହଁ, ଏଇଟା କୌଣସି ଲଟେରୀ ନୁହେଁ, ଏଇଟା ହେଉଛି ଗ୍ୟାରେଣ୍ଟେଡ୍ ରିଟର୍ନ ଆଉ SBI ବ୍ୟାକ୍ଡ ସ୍କିମ୍। ତ ଆସନ୍ତୁ ଦେଖିବା ହର ଘର ଲକ୍ଷପତି ଯୋଜନାର ଫୁଲ୍ ଡିଟେଲ୍ସ ଏହି ଭିଡ଼ିଓରେ। ମୋ ଚ୍ୟାନେଲକୁ ନୂଆ ଥିଲେ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ ଆଉ ଭିଡ଼ିଓଟେ ମିସ୍ ନ କରିକିନା ଦେଖନ୍ତୁ, କାରଣ ଏଇଟା ଆପଣମାନଙ୍କର ଭବିଷ୍ୟତ ପାଇଁ ଫ୍ୟାମିଲି ଗୋଲ୍ସକୁ କେମିତି ଆପଣମାନେ ଆଚିଭ୍ କରିପାରିବେ ସେଥିପାଇଁ। ତ ଏଇ ଯୋଉ ହର ଘର ଲକ୍ଷପତି ଯୋଜନା ଏଇଟା ହେଉଛି SBIର ଗୋଟେ ସ୍ପେଶାଲ ରିକରିଂ ଡିପୋଜିଟ୍ ପ୍ଲାନ୍। ମାନେ ଏଟାରେ ଆପଣ ସ୍ମଲ୍ ସେଭିଙ୍ଗସ୍ ଦ୍ୱାରା ବି ଗୋଟେ ବିଗ୍ ଆମାଉଣ୍ଟ ରଖିପାରିବେ ବା ଗୋଲ୍ ଆଚିଭ୍ କରିପାରିବେ। ତ ଆପଣ ଟାର୍ଗେଟ୍ ରଖିବେ ଫାର୍ଷ୍ଟ 1 ଲକ୍ଷ ଟଙ୍କା କିମ୍ବା ମଲ୍ଟିପୁଲ୍ ମାନେ 2 ଲକ୍ଷ, 3 ଲକ୍ଷ, 4 ଲକ୍ଷ, 5 ଲକ୍ଷ ଏଇଭଳି। ସେକେଣ୍ଡ ଆପଣ ମାସକୁ ଗୋଟେ ଡିପୋଜିଟ୍ ଆମାଉଣ୍ଟ ଫିକ୍ସ କରିବେ 416ରୁ ଷ୍ଟାର୍ଟ। ଆପଣମାନେ 500, 591 ଟଙ୍କା, 600 ଏଟସେଟ୍ରା ଆମାଉଣ୍ଟ ଫିକ୍ସ କରନ୍ତୁ ଆପଣମାନଙ୍କ ଟାର୍ଗେଟକୁ ବେସ୍ କରିକିନା। ଥର୍ଡ ଏଇଟା ହେଉଛି ଆର ଯୋଉ ଇଣ୍ଟରେଷ୍ଟ ଥାଏ ଏଇଟା କ୍ୱାର୍ଟରଲି କମ୍ପାଉଣ୍ଡିଂ ହୁଏ। ଆଉ ଫୋର୍ଥରେ ଏଟାର ରିଟର୍ନ ହେଉଛି ଫିକ୍ସଡ ଆଉ ଗ୍ୟାରେଣ୍ଟେଡ୍, କୌଣସି ଲସ୍ ହିଁ ନାହିଁ। ତ ନେକ୍ସଟ ହେଉଛି ଏଇ ଯୋଉ ଲକ୍ଷପତି ଯୋଜନା କୋଉମାନେ ଏଟାକୁ ଖୋଲି ପାରିବେ, ମାନେ କୋଉମାନେ ଏଠାରେ ଆପ୍ଲାଏ କରିପାରିବେ ଆଉ କୋଉମାନେ ଏଟା କରିପାରିବେ ଚାଲନ୍ତୁ ଦେଖିବା। ତ ଫାର୍ଷ୍ଟ କ୍ୟାଟେଗୋରୀ ହେଉଛି ଡେଫିନେଟଲି ଆପଣମାନେ ଭାରତର ନାଗରିକ ହେଇଥିବା ଦରକାର। ସେକେଣ୍ଡ ହେଉଛି ମାଇନର, ଯୋଉମାନଙ୍କର ବୟସ 10 ବର୍ଷ, ତ 10 ବର୍ଷରୁ ଅଧିକ ଏଜ୍ ରୁ ଆରମ୍ଭ କରିକି ଯେତିକି ବି ଏଜ୍ ଆପଣମାନଙ୍କର ହଉ ପଛେ ଆପଣମାନେ କରିପାରିବେ। ତ ମିନିମମ୍ ଏଜ୍ ରଖିଛନ୍ତି 10 ବର୍ଷ। ଥର୍ଡ ହେଉଛି ଜଏଣ୍ଟ ଆକାଉଣ୍ଟରେ ବି ଏଇଟା ପସିବଲ୍ ହେଇପାରିବ। ଫୋର୍ଥରେ ହେଉଛି ନୋମିନି ଅପସନ୍ ହେଉଛି ସିକ୍ୟୁର୍ଡ, ମାନେ ନୋମିନି ହେଉଛି କମ୍ପଲସରି। ଫିଫ୍ଥରେ ହେଉଛି ଯେଉଁମାନେ ସିନିୟର ସିଟିଜେନ୍, ତ ସେମାନଙ୍କ ପାଇଁ ଏଥିରେ ହାଇ ଇଣ୍ଟରେଷ୍ଟ। ତ ଏବେ ଗୋଟେ ଏକ୍ସାମ୍ପଲ ଦ୍ୱାରା ମୁଁ ବୁଝେଇଦେବି ଆପଣମାନଙ୍କୁ, ଚାଲନ୍ତୁ ଦେଖିବା ଗୋଟେ ଏକ୍ସାମ୍ପଲ। ସପୋଜ ଆପଣମାନେ ମାନି ନିଅନ୍ତୁ ପ୍ରତି ମାସ 600 ଟଙ୍କା ଡିପୋଜିଟ୍ କରୁଛନ୍ତି, ଟାଇମ୍ ଆଉ ପିରିୟଡ଼ ରଖିଛନ୍ତି 10 ବର୍ଷ। ତ 600 ଟଙ୍କା ମାନେ 10 ବର୍ଷ ମାନେ 120 ମାସ। ତ ଆପଣମାନେ ଡିପୋଜିଟ୍ କରୁଛନ୍ତି ଟୋଟାଲ 72,000 ଟଙ୍କା। ତ ମ୍ୟାଚୁରିଟିରେ ଆପଣମାନଙ୍କର ଆପ୍ରକ୍ସ ଯଦି ମୁଁ ମିନିମମ୍ ଇଣ୍ଟରେଷ୍ଟ ବି କାଲକୁଲେଟ୍ କରେ 6.5ରେ, ତାହେଲେ ଆପଣମାନଙ୍କୁ ଲକ୍ଷେ ଟଙ୍କା ନିହାତି ଆସିବ, ମାନେ 600 ଟଙ୍କା ଇକ୍ୱାଲ୍ ଟୁ ଲକ୍ଷପତି। ତ ଏହି ପ୍ଲାନ୍ର ଗୋଟେ 6ଟା ଧମାକଦାର ବେନିଫିଟ୍ସ ଅଛି ଯୋଉଟା ମୁଁ କହିବି। ଚାଲନ୍ତୁ ଦେଖିବା କ'ଣ ସେ ବେନିଫିଟ୍ସ ଗୁଡ଼ିକ। ଫାର୍ଷ୍ଟ ହେଉଛି ଗ୍ୟାରେଣ୍ଟେଡ୍ ମ୍ୟାଚୁରିଟି। ତ ମାର୍କେଟ ଡାଉନ୍ ହେଲା ବା କିଛି ବି ହେଲା ଆପଣମାନଙ୍କୁ ସେଥିରେ ଜିରୋ ଟେନସନ୍, କୌଣସି ଟେନସନ୍ ହିଁ ନାହିଁ, ପୁରା ଜିରୋ। ତେଣୁ ମ୍ୟାଚୁରିଟି ଆର ଗ୍ୟାରେଣ୍ଟେଡ୍। ସେକେଣ୍ଡ ବେନିଫିଟ୍ ହେଉଛି ଆପଣମାନେ ସ୍ମଲ୍ ଆମାଉଣ୍ଟ ମାସକୁ ଡିପୋଜିଟ୍ କରୁଛନ୍ତି ଯୋଉଟାକି କେହି ବି ଷ୍ଟାର୍ଟ କରିପାରିବେ, 416 ଟଙ୍କା, 600 ଟଙ୍କା, 500 ଟଙ୍କା କେହି ବି ଷ୍ଟାର୍ଟ କରିପାରିବେ। ଥର୍ଡ ବେନିଫିଟ୍ ହେଉଛି ଫ୍ୟାମିଲି ଗୋଲ୍ସ ପାଇଁ ଏଇଟା ପରଫେକ୍ଟ। ସପୋଜ ଆପଣ ଚାଇଲ୍ଡ ଏଜୁକେସନ୍ ପାଇଁ ପ୍ଲାନ୍ କରନ୍ତୁ, ମ୍ୟାରେଜ ପାଇଁ ପ୍ଲାନ୍ କରନ୍ତୁ, ଏମର୍ଜେନ୍ସି ଫଣ୍ଡ ପାଇଁକିନା ପ୍ଲାନ୍ କରନ୍ତୁ, ଯୋଉଟା ମୁଁ ବହୁତ ଥର କହିସାରିଛି ଆପଣମାନଙ୍କର ଏମର୍ଜେନ୍ସି ଫଣ୍ଡ ନିହାତି ଦରକାର, ମୁଁ ପ୍ରାୟ ଭିଡ଼ିଓରେ ଏଇଟା କହୁଥାଏ। ତ ଫୋର୍ଥ ବେନିଫିଟ୍ ହେଲା ଏଥିରେ ଲୋନ୍ ବି ଆଭେଲେବୁଲ୍। ଆଜ୍ଞା ହଁ, ଡିପୋଜିଟ୍ ଆପଣ ଯେତିକି କରିବେ ସେଇ ହିସାବରେ ବ୍ୟାଙ୍କ ଆପଣଙ୍କ ସେଇ ଏଗେନଷ୍ଟରେ ଆପଣ ଲୋନ୍ ବି ନେଇପାରିବେ। ଫିଫ୍ଥରେ ହେଉଛି ଫାଇନାନ୍ସିଆଲ ଇନକ୍ଲୁଜନ୍, ମାନେ ଯେଉଁମାନେ ଲୋ ଇନକମ୍ ଗ୍ରୁପ୍ ପିପୁଲ୍ ବି ଅଛନ୍ତି, ଯେଉଁମାନେ ଲୋ ଇନକମ୍ ଆର୍ନ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଗୋଟେ ବଡ଼ ଭବିଷ୍ୟତ ତିଆରି କରିପାରିବ। ସିକ୍ସଥ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟ୍ରଷ୍ଟ, ବିଶ୍ୱାସ, ଯୋଉଟା ବର୍ଷ ବର୍ଷ ଧରି ରହି ଆସିଛି, ସେଫ୍ ଆଉ ସିକ୍યોର। ତ ଏଇଟା ହେଉଛି 6ଟା ଧମାକଦାର ବେନିଫିଟ୍ ଏଇ ପ୍ଲାନ୍ର। ଆଉ ଏଥିରେ କିଛି କଥା ଧ୍ୟାନରେ ରଖିବା କଥା, ଯୋଉଟା କି ଫାର୍ଷ୍ଟ ହେଉଛି ଆପଣମାନେ ଇନଷ୍ଟଲମେଣ୍ଟ ଯେଉଁ ଦେଉଛନ୍ତି ମାସକୁ ମାସ ସେଥିରେ ମିସ୍ କରିବେନି, ମିସ୍ କଲେ ପେନାଲ୍ଟି ଲାଗିବ, କିଛି ବ୍ୟାଙ୍କ ତରଫରୁ ବ୍ୟାଙ୍କ ଚାର୍ଜ ଦେବାକୁ ପଡ଼ିବ। ସେକେଣ୍ଡରେ ହେଉଛି ପ୍ରି ମ୍ୟାଚୁର କ୍ଲୋଜ୍ କଲେ ଆପଣମାନଙ୍କର ରିଟର୍ନ କମ୍ ଆସିବ, ମାନେ ଆପଣ ଯଦି 10 ବର୍ଷ ପାଇଁ ନେଇଛନ୍ତି ତାହେଲେ 10 ବର୍ଷ ପାଇଁକିନା କଣ୍ଟିନ୍ୟୁ କରିବେ। ଯଦି ତା ଆଗରୁ ଆପଣମାନେ ଏଟାକୁ କ୍ଲୋଜ୍ କରୁଛନ୍ତି ତାହେଲେ ରିଟର୍ନ କମ୍ ଆସିବ। ତେଣୁ ଡିସିପ୍ଲିନ୍ ହେଉଛି ନିହାତି ଦରକାର। ତେଣୁ
ଏଇଗୁଡ଼ାକ ଯେଉଁ ମୁଁ ଏବେ ଏକ୍ସପ୍ଲେନ୍ କଲି ଆକୁ ନିଜ ଲାଇଫରେ ଲଗାନ୍ତୁ। ପ୍ଲିଜ୍ ଯାଇକି ଡିପୋଜିଟ୍ ଖୋଲନ୍ତୁ, ଡିପୋଜିଟ୍ ପ୍ଲାନ୍ କରନ୍ତୁ ଆଉ ନିଜର ଭବିଷ୍ୟତକୁ ସିକ୍योर କରନ୍ତୁ। ଆସ୍ତେ ଆସ୍ତେ ଏଇଭଳି ଫାଇନାନ୍ସିଆଲ ଫ୍ରିଡମ୍ ଆଡ଼କୁ ବଢ଼ନ୍ତୁ। ଆଉ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ଯେଉଁଟା ଦ୍ୱାରା ମୁଁ ପ୍ରେରଣା ପାଇବି ଆହୁରି ଆଗକୁ ଭଲ ଭଲ ଭିଡ଼ିଓ ଏମିତି ଆଣିବା ପାଇଁକିନା ଯେଉଁଟା ଆପଣମାନଙ୍କର ଲାଇଫରେ ଆପଣମାନଙ୍କର ଭବିଷ୍ୟତ ତିଆରି କରିବ। ତ ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ଦେହର ଯତ୍ନ ନିଅନ୍ତୁ, ଭଲରେ ରୁହନ୍ତୁ। ରହୁଛି। ଜୟ ଜଗନ୍ନାଥ।